ଏହି ଭିଡ଼ିଓରେ ଆମେ ବସ୍ତୁମାନଙ୍କର ଆକୃତି, ରଙ୍ଗ, ଓଜନ ଏବଂ କଠିନତା ବିଷୟରେ କଥା ହେବା। ଏଠାରେ ତୁମକୁ ଦୁଇଟି ପୃଷ୍ଠତଳ ଦିଆଯାଇଛି। ଗୋଟାଏ ହେଉଛି ଇଟାରେ ବନିଥିବା କାନ୍ଥ ଏବଂ ଆଉ ଗୋଟେ ହେଉଛି କାଚର ପୃଷ୍ଠତଳ। ଯଦି ଆମେ ଏହି ଦୁଇ ପୃଷ୍ଠତଳକୁ ଉପରେ ହାତ ମାରିବା ତାହେଲେ ଆମକୁ ଜଣାପଡ଼ିବ ଯେ ଇଟାରେ ବନିଥିବା ପୃଷ୍ଠତଳଟି ବହୁତ ଆବଡ଼ା ଖାବଡ଼ା ଅଛି ବା ଅସମତଳ ଅଛି। ସେହିପରି କାଚରେ ବନିଥିବା ପୃଷ୍ଠତଳରେ ଯଦି ହାତ ମାରିବା ତାହେଲେ ଆମକୁ ଏହା ବହୁତ ଜମା ଆବଡ଼ା ଖାବଡ଼ା ଲାଗିବ ନାହିଁ ଏବଂ ଏହା ଆମକୁ ସମତଳ ଲାଗିବ। ଯଦି ଆମେ ଇଟାର କାନ୍ଥଟିକୁ ଦେଖିବା ତାହେଲେ ଏହା ଆମକୁ ରଫ୍ ଲାଗିବ, ମାନେ ଏହା ହେଉଛି ଅମସୃଣ। ସେହିପରି ମୁଁ ଯଦି କାଚର କାନ୍ଥଟିକୁ ଦେଖିବି ବା କାଚ ପୃଷ୍ଠତଳଟିକୁ ଦେଖିବି ତାହେଲେ ଏହା ମୋତେ ସ୍ମୁଥ୍ ଲାଗିବ ବା ମୁଁ କହିବି ଯେ ମୋତେ ଏହା ମସୃଣ ଲାଗୁଛି। ଚାଲନ୍ତୁ ଆଉ ଏକ ଉଦାହରଣ ଦେଖିବା। ତେବେ ବର୍ତ୍ତମାନ ଏଠାରେ ତୁମକୁ ମାଟିରେ ବନିଥିବା ଏକ ପାତ୍ର ଦିଆଯାଇଛି ଏବଂ ଏକ ଷ୍ଟିଲରେ ବନିଥିବା ଏକ ପାତ୍ର ଦିଆଯାଇଛି। ତେବେ ତୁମେମାନେ କ'ଣ ଭାବୁଛ ଯେ କେଉଁଠି ତୁମକୁ ଏହା ମଧ୍ୟରେ ସ୍ମୁଥ୍ ମାନେ ମସୃଣ ଲାଗିବ ଏବଂ କେଉଁଠି ମସୃଣ ଲାଗିବ ନାହିଁ? ତୁମେମାନେ କହିପାରିବ ଯେ ମାଟିର ପାତ୍ରଟି ଆମକୁ ଅମସୃଣ ଲାଗିବ, ମାନେ ଆବଡ଼ା ଖାବଡ଼ା ଲାଗିବ ବା ସ୍ମୁଥ୍ ଲାଗିବ ନାହିଁ, ରଫ୍ ଲାଗିବ। ସେହିପରି ଷ୍ଟିଲରେ ବନିଥିବା ପାତ୍ରଟି ଆମକୁ ମସୃଣ ଲାଗିବ ବା ସ୍ମୁଥ୍ ଲାଗିବ। ତେଣୁ ଆକୃତି ହେଉଛି ବସ୍ତୁର ଏକ ଗୁଣ, ଯେଉଁଥିରୁ ଆମେ ଜାଣିଥାଉ ଯେ ବସ୍ତୁଟି ଆମକୁ ମସୃଣ ଲାଗିବ କି ଅମସୃଣ, ମାନେ ସ୍ମୁଥ୍ ଲାଗିବ କି ରଫ୍ ଲାଗିବ, ବସ୍ତୁର ସର୍ଫେସ୍ଟି ବା ପୃଷ୍ଠତଳଟି ଆମକୁ କିପରି ଲାଗିବ। ଚାଲନ୍ତୁ ଏବେ ଆଉ ଗୋଟେ ଗୁଣ ବିଷୟରେ କଥା ହେବା, ତାହା ହେଉଛି କ'ଣ? ରଙ୍ଗ। ତେବେ ଏହି ଚିତ୍ର ଗୁଡ଼ିକୁ ଦେଖନ୍ତୁ। ଏ ଚିତ୍ର ଗୁଡ଼ିକୁ କେମିତି ଲାଗୁଛି? ଏ ଚିତ୍ରଗୁଡ଼ିକ ଆମକୁ ଧୂସରିଆ ଲାଗୁଛି ଏବଂ ଆମକୁ ଫିକା ଫିକା ଲାଗୁଛି। ତେବେ ଯେତେବେଳେ ମୁଁ ଏହାକୁ ରଙ୍ଗ ଭରିଦେବି ଏ ଚିତ୍ର ଗୁଡ଼ିକରେ, ଦେଖନ୍ତୁ ଲାଗିବ ଯେପରି ଚିତ୍ର ଗୁଡ଼ିକରେ ଜୀବନ ଆସିଗଲା ଏବଂ ଚିତ୍ର ଗୁଡ଼ିକ ଆମକୁ ଏବେ ବହୁତ ଦେଖିବାକୁ ଭଲ ଲାଗୁଛି। ଚାଲନ୍ତୁ ଆଉ ଏକ ଉଦାହରଣ ଦେଖିବା। ଭିଡ଼ିଓଟିକୁ ଦେଖନ୍ତୁ। এই ভিডিওটি যেତେବେଳେ ଆମେ ଗଛ, ଲତା, ପାହାଡ଼ ପର୍ବତ ଏବଂ ଆକାଶ ବାଦଲକୁ ଦେଖୁଛନ୍ତି ଆମକୁ ଫିକା ଫିକା ଲାଗୁଛି ବା ଏତେ ଭଲ ଲାଗୁନାହିଁ। କିନ୍ତୁ ଯେତେବେଳେ ମୁଁ ରଙ୍ଗ ଭରି ଦେଉଛି ଏଥିରେ, ଦେଖନ୍ତୁ ବର୍ତ୍ତମାନ ମୁଁ ଏଥିରେ ରଙ୍ଗ ଭରିଦେଲି, ଏପରି ଲାଗୁଛି ଯେପରି ଏ ଆକାଶ, ଗଛ, ପାହାଡ଼ ଏଥିରେ ସବୁ ଜୀବନ ଆସିଗଲା, ମାନେ ଆମକୁ ଭିଡ଼ିଓଟି ଦେଖିବାକୁ ବର୍ତ୍ତମାନ ବହୁତ ଭଲ ଲାଗୁଛି। ତେଣୁକରି ଏହା ହେଉଛି ରଙ୍ଗର ପ୍ରଭାବ। ଚାଲନ୍ତୁ ଏବଂ ଆଉ ଏକ ଗୁଣକୁ ଦେଖିବା। ବର୍ତ୍ତମାନ ଦେଖନ୍ତୁ ଏଠାରେ ଏକ ଅଟା ଦଳା ହୋଇଅଛି, ଅଟାରେ ପାଣି ମିଶାଇ ଦଳା ହୋଇଅଛି। ତେବେ ମୁଁ ଯଦି ଏହାକୁ ଦବାଇବି ତାହେଲେ ଏହା ଆରାମରେ ଦବିଯିବ ଏବଂ ଯେଉଁ ପ୍ରକାର ମୁଁ ଏହାକୁ ଯେତେବେଳେ ଫୋର୍ସ ଦେବି, ଯେଉଁ ପ୍ରକାର ଆକୃତି ଦେବାକୁ ଚାହିଁବି ଏହା ସେହି ପ୍ରକାରର ଆକୃତି ବନିଯାଇପାରିବ। ତେବେ ଯଦି ଏଠାରେ ମୁଁ ଏକ ପଥର ନିଏ ଏବଂ ପଥରଟିକୁ ଦବାଏ, ପଥରର ସେପ୍ ଆଣ୍ଡ ସାଇଜ୍ ବା ଆକୃତିରେ କୌଣସି ପରିବର୍ତ୍ତନ ଘଟିବ ନାହିଁ ବା ଏହାକୁ ଦବାଇଲେ ଏହା ଦବିବ ନାହିଁ। ତେଣୁକରି ଆମେ କହିପାରିବା ଅଟାଟି ହେଉଛି, ଦଳା ଯାଇଥିବା ଅଟାଟି ହେଉଛି ନରମ ଏବଂ ପଥରଟି ହେଉଛି କଠିନ। ଚାଲନ୍ତୁ ଆଉ କିଛି ଉଦାହରଣ ଦେଖିବା। ଯଦି ମୁଁ ଏକ ସ୍ପଞ୍ଜକୁ ନେଇ ଦବାଏ, ଦେଖିବି ଯେ ଏହା ଆରାମରେ ଦବିଯିବ। ତେଣୁକରି ସ୍ପଞ୍ଜଟି ହେଉଛି ନରମ। ସେହିପରି ଭାବରେ ଏଠାରେ ଦେଖନ୍ତୁ ଏକ ମିସ୍ତ୍ରୀ କିଛି କାଦୁଅ ଏବଂ ଇଟାରେ ନେଇ ଘରର କାନ୍ଥ ଗଢ଼ୁଛି। ତେବେ ଯଦି ମୁଁ କାଦୁଅଟିକୁ ଦବାଇବି ତାହେଲେ କାଦୁଅଟିକୁ ଯେକୌଣସି ସେପ୍ ଦେବାକୁ ଚାହିଁବି ବା ତାକୁ ଯେତେବେଳେ ଦବାଇବି ଏହା କାଦୁଅଟି ତାର ଆକୃତି ପରିବର୍ତ୍ତନ କରିବ ବା ସହଜରେ ଦବିଯିବ। କିନ୍ତୁ ଯଦି ଇଟାଟି ଉପରେ ବଳ ପକାଇବି ବା ଇଟାଟିକୁ ଦବାଇବି ତାହେଲେ ଇଟାର ସେପ୍ ବା ସାଇଜ୍ରେ ବା ଆକୃତିରେ କୌଣସି ପରିବର୍ତ୍ତନ ହେବ ନାହିଁ ବା ଏହା ଦବିବ ନାହିଁ। ତେଣୁକରି କାଦୁଅଟି ହେଉଛି ନରମ ଏବଂ ଇଟାଟି ହେଉଛି କଠିନ। ଏବେ ଦେଖନ୍ତୁ ଏଠାରେ ମୁଁ କ'ଣ ଦେଖାଇଛି? ଏକ ଟେନିସ୍ ବଲ୍ ଦେଖାଇଛି ଏବଂ ଏକ ଲେଦର ବଲ୍, ମାନେ ଯାହାକୁ ଆମେ ଡ୍ୟୁଜ୍ ବଲ୍ ବୋଲି ମଧ୍ୟ କହିଥାଉ। ଏହାକୁ ଦେଖୁ ଦେଖୁ ତୁମକୁ ଲାଗୁଥିବ ହଁ ଟେନିସ୍ ବଲ୍ଟି ନରମ ଏବଂ ଏହି ଲେଦର ବଲ୍ ଚମଡ଼ାରେ ବନିଥିବା ବଲ୍ଟି ହେଉଛି କଠିନ। କିନ୍ତୁ ମୁଁ ସେ ବାବଦରେ କହିବାକୁ ଚାହୁଁନି। ମୁଁ ଏଠାରେ କ'ଣ କହିବାକୁ ଚାହୁଁଛି ଯେ କେଉଁ ବଲ୍ଟିକୁ ଉଠାଇବାକୁ ମୋତେ ଅଧିକ କଷ୍ଟ ହେବ, ଅଧିକ ଓଜନିଆ ଲାଗିବ। ଯଦି ମୁଁ ଦେଖିବି ତାହେଲେ ଲେଦର ବଲ୍ଟିକୁ ଉଠାଇବାକୁ ମୋତେ ଟେନିସ୍ ବଲ୍ ତୁଳନାରେ ଅଧିକ ବଳ ପ୍ରୟୋଗ କରିବାକୁ ପଡ଼ିବ। ତେଣୁକରି ଲେଦର ବଲ୍ଟି ହେଉଛି ଓଜନିଆ ଏବଂ ଟେନିସ୍ ବଲ୍ଟି ହେଉଛି ହାଲୁକା। ବର୍ତ୍ତମାନ ଚାଲନ୍ତୁ ଆଉ ଏକ ଏକ୍ଜାମ୍ପଲ୍ ଦେଖିବା ବା ଉଦାହରଣ ଦେଖିବା। ଏଠାରେ ଦେଖନ୍ତୁ ଗୋଟେ ଲୋକ ଏକ ବକ୍ସକୁ ଧରିକରି ରହିଛି, ସେହିପରି ଆଉ ଗୋଟେ ଲୋକ କିଛି ଟକିଆକୁ ଧରିକରି ରହିଛି। ତେବେ ତୁମେ ଯଦି ଏଠାରେ ଦେଖିବ ତାହେଲେ ବକ୍ସଟିକୁ ଉଠାଇବାକୁ ତାକୁ ବହୁତ ଅଧିକ ବଳ ଦେବାକୁ ପଡ଼ୁଛି ବା ପରିଶ୍ରମ କରିବାକୁ ପଡ଼ୁଛି। ତେଣୁକରି ବକ୍ସଟି ହେଉଛି ଓଜନିଆ ଏବଂ ଟକିଆଟି ହେଉଛି ହାଲୁକା।